ଖ୍ରୀଷ୍ଟ ବଡ଼ଦିନ ପାଳନ କରିବାରୁ ମା ଝିଅଙ୍କୁ ଗଛରେ ବନ୍ଧାଗଲା। ଭୟଙ୍କର ବିଷୟ। ଆପଣମାନେ ଭିଡ଼ିଓ ଭାଇରାଲ ହେବାର ଦେଖି କେଉଁ ଜାଗା ଏଇଟା ଆପଣମାନେ ଜାଣିସାରିଥିବେ। ଏହି ପବିତ୍ର ବଡ଼ଦିନରେ ସେମାନେ ଖୁସିରେ ସେମାନେ ଯାହା ବି ଚିକେନ ରୋଷେଇ କରିଥିଲେ ନିଜ ପାଇଁ ଖାଇବା ନିମନ୍ତେ, କିନ୍ତୁ ଏଇ ମା ଭାଇ ଭଉଣୀମାନେ ଯାଇ ତାହା ସମ୍ପୂର୍ଣ୍ଣ ଫିଙ୍ଗି ଦେଇଛନ୍ତି। ଫିଙ୍ଗି ଦିଆଯାଉଛି କାହିଁକି ସେମାନେ ବି ନ ଖାଆନ୍ତୁ। ଏହି ପ୍ରକାର କରିବା ଉଚିତ କି ନାହିଁ? ପବିତ୍ର ବଡ଼ଦିନରେ ଆପଣମାନେ ସମ୍ବୋଧନ କରିକି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ଆବଶ୍ୟକତା ଅଛି। ଦେଖନ୍ତୁ ସାର୍ ଜଣେ ML କ'ଣ କହୁଛନ୍ତି, ଆପଣମାନେ ଭିଡ଼ିଓରେ ଦେଖନ୍ତୁ। ପବିତ୍ର ବଡ଼ଦିନ ଅବସରରେ ମୋର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସମେତ କନ୍ଧମାଳ ଜିଲ୍ଲାର ସମସ୍ତ ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କୁ ମୁଁ ମୋ ତରଫରୁ ଆନ୍ତରିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ପବିତ୍ର ବଡ଼ଦିନ ଅବସରରେ ପ୍ରତ୍ୟେକ ପରିବାର ପାଇଁ, ପ୍ରତ୍ୟେକ ବ୍ୟକ୍ତି ପାଇଁ ଏବଂ ପ୍ରତିଟି ଜୀବନ ପାଇଁ ମୁଁ ମୋ ତରଫରୁ ସମସ୍ତଙ୍କର ଜୀବନ ସୁଖମୟ ହେଉ ସେଥିପାଇଁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୁଁ ପ୍ରାର୍ଥନା କରୁଅଛି ଯେ ସମସ୍ତଙ୍କୁ ମଙ୍ଗଳମୟ କରନ୍ତୁ, କୁଶଳରେ ରଖନ୍ତୁ, ଭଲ ରଖନ୍ତୁ, ଯାହାକି ସମସ୍ତେ ଆମ ଜୀବନ ପାଇଁ ପ୍ରଭୁଙ୍କର ସଦାସର୍ବଦା ଆଶୀର୍ବାଦ ରହିଛି ଏବଂ ରହିବ। ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରିବା ଏବଂ ପ୍ରତ୍ୟେକ ଚର୍ଚ୍ଚ, ପ୍ରତ୍ୟେକ ମଣ୍ଡଳୀରେ ଆମେ ତାଙ୍କର ନାମକୁ ପ୍ରାର୍ଥନା କରି ଆମେ ନିଜର ଆଶୀର୍ବାଦ କାମନା କରିବା। ସେଥିପାଇଁ ମୁଁ ସମସ୍ତଙ୍କ ପାଇଁ ମୁଁ ଆଉ ଥରେ ମୋ ପରିବାର ତରଫରୁ, ମୋ ତରଫରୁ ଏବଂ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ତରଫରୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମମାନଙ୍କର ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମୁଁ ମୋର କନ୍ଧମାଳ ଜିଲ୍ଲାର ସମସ୍ତ ଖ୍ରୀଷ୍ଟ ଭାଇ ଭଉଣୀମାନଙ୍କୁ ପାଇଁ ମୁଁ ଆଉ ଥରେ ପ୍ରାର୍ଥନା କରୁଛି। ସମସ୍ତଙ୍କୁ ନମସ୍କାର। ଆମମାନେ ଭିଡ଼ିଓଟିକୁ ଦେଖି ସାରିଛୁ। ML ସାର୍ ଜଣକ କି ପ୍ରକାର ସେ ଶୁଭେଚ୍ଛା ଜଣାଉଛନ୍ତି ଆଉ ଖୁସିରେ ଯେପରି ଆମମାନେ ପର୍ବଟିକୁ ପାଳନ କରିବା ବୋଲି ସେ କହୁଛନ୍ତି। ଏହି ପ୍ରକାର ଆପଣମାନେ ଯେଉଁମାନେ ଏ ପ୍ରକାର କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ ଶିଖନ୍ତୁ। ଖ୍ରୀଷ୍ଟ ବଡ଼ଦିନ ଯୀଶୁ କି ନିମନ୍ତେ ଜନ୍ମଗ୍ରହଣ କରିଥିଲେ ତାର ମହତ୍ଵ ବୁଝି ନିଅନ୍ତୁ। ଯୀଶୁ ଆମେ ସମ୍ମାନ ଅଛି, ଶାନ୍ତି ମୈତ୍ରୀ ଭାତୃଭାବ ପାଇଁ ଯୀଶୁଙ୍କ ଜନ୍ମ। ଭିଡ଼ିଓଟିକୁ ଆମମାନେ ଦେଖି ସାରିଅଛୁ। ସୁର ଭାଇ ଆମମାନଙ୍କର କହୁଥିଲେ ଯେ ଯୀଶୁ କେଉଁଥିପାଇଁ ଜନ୍ମ? ଶାନ୍ତି ଏବଂ ଲୋକମାନଙ୍କୁ ପ୍ରେମ କରିବା ହେତୁ ସେ ଜଗତରେ ଜନ୍ମ। ଲୋକମାନଙ୍କୁ ଶାସ୍ତି ଦେବା ନିମନ୍ତେ ବା ଲୋକମାନଙ୍କୁ ଘୃଣା କରିବା ନିମନ୍ତେ ନୁହଁ, କି କଳି ସୃଷ୍ଟି କରିବା ନିମନ୍ତେ ନୁହଁ, କି କଳି ସୃଷ୍ଟି କରିବା ନିମନ୍ତେ ଯୀଶୁ ଜନ୍ମ ହେଇନାହାନ୍ତି। ଲୋକମାନଙ୍କୁ ପ୍ରେମ କରିବା ନିମନ୍ତେ, ପ୍ରେମ ଶିଖେଇବା ନିମନ୍ତେ, ଶାନ୍ତି ସ୍ଥାପନ କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟ ଜନ୍ମ ହୋଇଥିଲେ। ସମସ୍ତେ ଆପଣମାନେ ମଧ୍ୟ ଜାଣିବା ଉଚିତ।